ଏଗୁରା ଏ ଲୋଭରୁ ଆଙ୍କର ମୃତ୍ୟୁ। ଏ କଳାକାର ତାଙ୍କ ଜୀବନରେ ମାନେ କହିଲେ ତ ଇଏ ହେବ, ତଥାପି ମୁଁ କହିବି ଏ କଳାକାର ହେଉଛନ୍ତି ନିଶା, ରାତି ନିଶାଚର, ଦିନର କୁକୁର। ନିଶା ରାତିରେ ତମେ ଶୋଇଲା ବେଳେ ଏ କଳାକାର ଚରିବାକୁ ଯିବେ, ଷ୍ଟେଜକୁ ଯିବେ। ସକାଳେ ଯେଉଁ ବାସି ରୁଟି ଥବ ତାକୁ ଏ କଳାକାର ଖାଇବେ। ଆମେ ଯାହାକୁ ରଖିଥିବା ସକାଳେ କୁକୁର ଖାଇବ ତାକୁ ଏ କଳାକାର ଖାଇବେ। ଏ ରାତି ନିଶାଚର, ଦିନ କୁକୁର। ଏଗୁରା କଳାକାର କ'ଣ ହେଲେ କ'ଣ ହେଲା? ଏ ଯେଉଁ କଳାକାର ଅଛନ୍ତି ଆଙ୍କର ମାନବିକତା ନାହିଁ, ଆଙ୍କର ମାନବିକତା ବୋଲି ଏ କଳାକାର ନାହିଁ। ଆଉ ଯଦି ଯାତ୍ରା ଇଣ୍ଡଷ୍ଟ୍ରି ନଷ୍ଟର କାରଣ ହେଉଛି ସଞ୍ଜୀବ ପାଢ଼ୀ ଆଉ କାଳିଆ ସ୍ୱାଇଁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଯେତେ ଭାବୁଥିଲି ସୋସିଆଲ ମିଡ଼ିଆକୁ ଆସିବିନି ସେ କହିଲା ଭଳିଆ ବାଧ୍ୟ କରୁଛି ସମୟ ଆସିବା ପାଇଁ। ଏଇଥିପାଇଁ ଆସିଲି, କାଲି ଗୋଟେ ଭିଡ଼ିଓ ଦେଖିଲି ସୋସିଆଲ ମିଡ଼ିଆରେ, ଜଣେ ଯାତ୍ରା ପାର୍ଟି ମିଛରେ, ମୋତେ ଲାଗୁଛି ସତରେ ସେ ଯାତ୍ରା ପାର୍ଟି କରିନାହାନ୍ତି। କାହିଁକି ଏ କଥା ମୁଁ କହିଲି ନା, ଯଦି ଯାତ୍ରା ପାର୍ଟି କରିଥାନ୍ତେ, ଯାତ୍ରା ତାଙ୍କ ଭିତରେ ଥାନ୍ତା, କଳାର ମନୋଭାବ ଥାନ୍ତା, ପ୍ରକୃତ କଳାକାର ହେଇଥାନ୍ତେ, ମଣିଷ ହେଇଥାନ୍ତେ, ସେ ଏଭଳି ଗୋଟେ ଭିଡ଼ିଓ ଦେବା ପୂର୍ବରୁ, କିଛି କହିବା ପୂର୍ବରୁ ଦୁଇଥର ଭାବିଥାନ୍ତେ। ସେ ଯେଉଁ ପଦ କଥା କହିଲେ ଯେ କଳାକାରମାନେ ହେଉଛନ୍ତି ସବୁ କୁକୁର, ଆମେ ଯେଉଁ ରୁଟି ରଖିଥାଉ ସକାଳକୁ ଦେବା ପାଇଁ ବୁଲା କୁକୁରଙ୍କୁ, ସେଇ ରୁଟିକି କଳାକାରମାନେ ଖାଆନ୍ତି। ଏଇଠି ମୁଁ ପଦିଏ କଥା କହିବି, ଆଜ୍ଞା ଠିକ୍ ଅଛି, ଆମେ ସବୁ କୁକୁର, ଭଗବାନଙ୍କ ସୃଷ୍ଟି, ଭଗବାନ କାହାକୁ କେତେବେଳେ କ'ଣ କରି ଜନ୍ମ କରିବେ ସିଏ ହିଁ ଜାଣିଛନ୍ତି। ତେଣୁ ଭଗବାନ ଆମକୁ କୁକୁର କରି ଜନ୍ମ କରିଛନ୍ତି, ଆମେ ଖୁସି ସେଥିରେ ଅଛୁ। କିନ୍ତୁ ଆମ ଭଳି କୁକୁରମାନଙ୍କୁ ନେଇ ଆପଣ ଯେତେବେଳେ ଗୋଟେ ମଣିଷ ହେଇ ବେପାର କରୁଛନ୍ତି, ଆପଣଙ୍କୁ କ'ଣ କୁହାଯିବ? ଦୟାକରି ଆଗାମୀ ଭିଡ଼ିଓ ଟିକେ କହିବେ ଆଜ୍ଞା। ଆପଣଙ୍କ ଭିଡ଼ିଓ ଅପେକ୍ଷାରେ ରହିଲି। ଜୟ ଶ୍ରୀ ଜଗନ୍ନାଥ। ଭୁଲ ଥିଲେ କ୍ଷମା କରିବେ। ରାଧେ ରାଧେ।